या सो लिंगराज बाबू धन्यवाद ଆପଣ ଭ୍ୟାଲୁଏବୁଲ ଟାଇମ ଦେଇଥିବାରୁ ଆଉ ଆପଣଙ୍କର ଫାଇନାନ୍ସିଆଲ ହେଲ୍ଥ ଚେକଅପ୍ କରିବା ପାଇଁ ମୋତେ ସୁଯୋଗ ଦେଇଥିବାରୁ and ଆପଣଙ୍କୁ ଫ୍ୟୁଚର ଗୋଲ ପ୍ଲାନିଂ ହେଲ୍ପ କରିବାରେ ଆପଣଙ୍କୁ ହେଲ୍ପ କରିବା ପାଇଁ ମୋତେ ସୁଯୋଗ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ। ତ ଆପଣଙ୍କୁ ମୁଁ ଆପଣଙ୍କୁ ଏଇ ଯୋଉ ଫାଇନାନ୍ସିଆଲ ହେଲ୍ଥ ଚେକଅପ୍ କେମିତି ଲାଗିଲା ସୋ ହଁ, ଆପଣ ମୁଁ ମୋଟାମୋଟି ଭାବରେ କହୁଛି। ମୁଁ ମୋଟାମୋଟି ଭାବରେ କହୁଛି। ମୁଁ ତପନ ବାବୁଙ୍କୁ ତ ପ୍ରଥମେ ଜାଣିନଥିଲି। ମୁଁ ଫେସବୁକରେ ଏ କଥା ଦେଖିଲି। ଦେଖିଲା ପରେ ଯାହା ହଉ ଡାଇରେକ୍ଟଲି ତପନ ବାବୁଙ୍କ ସହିତ ମୋର ଇଣ୍ଟରାକ୍ସନ ହେଲା ଫାଇନାନ୍ସିଆଲ ଗୋଲ ବାବଦରେ। ମୋର ଯୋଉ ପ୍ରକାର ଫାଇନାନ୍ସିଆଲ ପ୍ଲାନିଂ କରିବା କଥା ସେ ବହୁତ ସୁନ୍ଦର ଭାବରେ ମତେ ତାକୁ ଡେସ୍କ୍ରାଇବ କଲେ ଏବଂ ତାଙ୍କ ବିହେଭିୟର ବହୁତ ଭଲ ରହିଲା। ମତେ ଶୁଣିବା ପାଇଁ ବି ଆଗ୍ରହ ଲାଗିଲା। ଆଉ ମୁଁ ତାଙ୍କର ଯୋଉ ପ୍ରକାର ସେ ମତେ ଅଣ୍ଡରଷ୍ଟାଣ୍ଡିଂ ଦେଲେ ସେଟାରେ ମୁଁ ବହୁତ ଖୁସି ବି ହେଲି। ଖୁସି ବି ହେଲି। ଆଉ ତେଣୁ ମୁଁ ସେଠି ବହୁତ ଖୁସି ବି ହେଲି। ଆଉ ମୁଁ ବି ଭବିଷ୍ୟତରେ ତାଙ୍କର ମାନେ ସାହାଯ୍ୟ ବି ନେବି କିଛି ଯଦି ମୋର ଡାଉଟ ରହିବ। କାହିଁକି ନା ମୁଁ ନିଜେ ଏୱାର ହେଲି ଏବଂ ମୋର ଅଣ୍ଡରଷ୍ଟାଣ୍ଡିଂ ଏୟା ରହିଲା ଯେ ସେ ମତେ ଠିକ ଭାବରେ ଆଡଭାଇସ ଦେଇପାରିବେ ଥ୍ୟାଙ୍କ ଫ୍ୟୁଚରରେ ୟୁ ମଧ୍ୟ। ଥ୍ୟାଙ୍କ ୟୁ ଲିଙ୍ଗରାଜ ଆପଣଙ୍କର ଏଇ ଭ୍ୟାଲୁଏବଲ ଫିଡବ୍ୟାକ୍ ଯୋଉଟା କି ମୋତେ ବହୁତ ହେଲ୍ପ କରିବ ମୋଟିଭେଟ ଆଉ କରିବ ତାପରେ ଆଉ ସର୍ବୋପରି ଆଉ ଗୋଟେ କଥା ହଉଛି, ଏଇଟା ଗୋଟେ ଛୋଟ କଥା ନୁହଁ। ସେ ମତେ ଗୋଟେ ସଜେସନ ଦେଇଥିବାରୁ ସେ ମୋର ଗୋଟେ ଘର ଲୋକ ଭଳି ହେଲା। ଥ୍ୟାଙ୍କ ଆଉ ୟୁ ତେଣୁ ଥ୍ୟାଙ୍କ ତେଣୁ ସେଇଭଳିଆ ତେଣୁ ସେଇ ହିସାବରେ ମୁଁ ତାଙ୍କୁ ସାନ ଭାଇ ହିସାବରେ ତାଙ୍କଠୁ ସଜେସନ ମଧ୍ୟ ନେବି ଭବିଷ୍ୟତରେ। ଆଉ ପ୍ରଥମ କଥା ତାଙ୍କର ବ୍ୟବହାର ଭାରି ସୁନିଷ୍ଠ। ଆଉ ସେଇଟା ମତେ ଆଗକୁ ନବା ପାଇଁ ବହୁତ ମାନେ ବାଧ୍ୟ ବି କଲା। ନାଇଁ ମୁଁ ତାଙ୍କ କଥା ଶୁଣିବି ମନ ଦେଇକି। ଆଉ ୟୁ। ଶୁଣିଲେ ମଧ୍ୟ ଭବିଷ୍ୟତରେ ଆଡଭାଇସ ନିହାତି ନେବି। ଆଉ ଯୋଉଟା ବି ଦେବେ ମୋର ଏହା ବିଶ୍ୱାସ ଯେ ଯୋଉଟା ବି ଯୋଉ ଆଡଭାଇସ ବି ସେ ଦେବେ ନିହାତି ମାନେ ମୋ ପାଇଁ ହିଁ ଦେବେ ସିଏ। ଥ୍ୟାଙ୍କ ୟୁ ଭେରି ମଚ୍।